ରାସ୍ତାରେ ଗଲା ସମୟରେ ଅପରିଚିତ ନାରୀଙ୍କ ଡାକ ଶୁଣନ୍ତୁ ନାହିଁ। ଯଦି ବିପଦରେ ଥାଏ ତେବେ ସାହାଯ୍ୟ କରନ୍ତୁ। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ମନମାଳିନ୍ୟ ଦୂର କରିବା ପାଇଁ ଦୁଇଟି ମୟୂର ପଛକୁ ବିବାହ ଫଟୋ ସହିତ ଏକାଠି ରଖିବା ଉଚିତ। ପିଣ୍ଡଦାନ ବା ଶ୍ରାଦ୍ଧ ଦିନ ମିଛ କହିବେ ନାହିଁ, ପାନ ଖାଇବେ ନାହିଁ, ନଦୀ ପାର ହେବେ ନାହିଁ, ଅନ୍ୟ କାହା ଘରେ ଭୋଜନ କରିବେ ନାହିଁ। ଦିନରେ ଥରେ ଭୋଜନ କରିବେ। ଏହାଦ୍ୱାରା ପିତୃପୁରୁଷମାନେ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି। ଗାଧୋଇବା ଘରେ ନଖ କିମ୍ବା ଦାଢ଼ି କାଟନ୍ତୁ ନାହିଁ। ତୁଳସୀ ଗଛ ଶୁଖିଗଲେ ଅଶୁଭ ଲକ୍ଷଣ ହୋଇଥାଏ। ତୁଳସୀ ଗଛର ବୃଦ୍ଧି ହେଲେ ଶୁଭ ଲକ୍ଷଣ ହୋଇଥାଏ। ସୋମବାର ଦିନ ଗୋରୁ ଗାଈ ବିକ୍ରି କରନ୍ତୁ ନାହିଁ। ମଙ୍ଗଳବାର ଯାନବାହନ ବିକ୍ରୟ କରନ୍ତୁ ନାହିଁ। ଗୁରୁବାର ଜମି ବିକ୍ରୟ କରନ୍ତୁ ନାହିଁ। ମହୁ ସହିତ ଦହି ଏବଂ ବର୍ଷା ଦିନରେ ଦହି କେବେ ବି ଖାଆନ୍ତୁ ନାହିଁ। ଅସଲି ମହୁ ଚିହ୍ନିବାର ଉପାୟ: ଆଖିରେ ଲଗାଇଲେ ଆଖି ଜଳିବ ନାହିଁ, ପୋଡ଼ିବ ନାହିଁ। କୁକୁରକୁ ଦେଲେ ସେ ଖାଇବ ନାହିଁ। ଲେମ୍ବୁ ରସ ସହିତ ଗୋଲାପ ଜଳ ମିଶାଇ ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ପାଟି କୁଲୁକୁଲୁ କରିବା ଦ୍ୱାରା ପାଟି ଦୁର୍ଗନ୍ଧ ରୋଗରୁ ମୁକ୍ତି ମିଳିଥାଏ। ଖୁସିରେ ଥାନ୍ତୁ, ଭଲରେ ରୁହନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ।